हाँ हाँ ମୁଁ ସୁଭଦ୍ରା ଯୋଜନା କହୁଥିଲି। ମୁଁ ଦିଟା କିସ୍ତିରେ ପାଇଲି। ହଁ ଖୁସି ଲାଗୁଛି ଯେ ଫୁଲ 50,000 ପଳେଇ ଆସନ୍ତା ଆଉ ଭଲ ହେଇଥାନ୍ତା। ନାଇଁ ଆମେ ପରେ ଶୁଣିବାକୁ ପାଇଲୁ ଯେ ଆପଣଙ୍କ ଘରେ ଟିଭି ଫ୍ରିଜ ଅଛି ବୋଲି ତ ଆପଣଙ୍କ ସୁଭଦ୍ରା ଯୋଜନା କଟି ଯାଇପାରେ। ଆପଣ କିଏ କହିଲେ? ଆରେ ମୁଁ ଜାଣିଲି କେମିତି ମୁଁ କଣ ଆପଣଙ୍କ ଘରେ କ୍ୟାମେରା ଲଗେଇଛି କି କହୁନାହାନ୍ତି। ସୁଭଦ୍ରା ଯୋଜନା ଯଦି ପାଇବା ପାଇଁ ଚାହୁଁଛନ୍ତି ତ ଆପଣ ସ୍ୱାମୀଙ୍କୁ ଡିଭୋର୍ସ ଦେବାକୁ ପଡିବ। ମୋ ହଜବେଣ୍ଡ କେମିତି ମୁଁ ଡିଭୋର୍ସ ଦେବି? ଏ କି କଥା କହୁଛନ୍ତି? ତ ଆପଣ ଫ୍ରଡ ରେ ଗଭର୍ଣ୍ଣମେଣ୍ଟ ସହ ଖେଳୁଛନ୍ତି ନା। ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଗୋଟେ କଲ୍ ପ୍ରାଙ୍କ ହେଲା ଆଉ କଲ୍ ପ୍ରାଙ୍କ ହେଲା ଗୋଟେ ଏମାନଙ୍କୁ କଲ୍ ପ୍ରାଙ୍କ ହେଲା। ଏମାନଙ୍କୁ କଲ୍ ପ୍ରାଙ୍କ କରିବା ପାଇଁ ମତେ ଗୋଟେ ଭାଇ ଇନଷ୍ଟାଗ୍ରାମ ମେସେଜ କରିଥିଲେ ଭାଇ ଗୋଟେ ଇଏ ହଉଛି ସେ ଭାଇ ଆଉ ଆଙ୍କେ କହିଲେ କି ଭାଇ ମୋର ୱାଇଫ କୁ ଟିକେ କଲ୍ ପ୍ରାଙ୍କ କର ଆଉ ତ ମୁଁ କଲ୍ ପ୍ରାଙ୍କ କଲି ତାଙ୍କୁ ଡିଟେଲ୍ସ ଆଣିକି। ଭିଡ଼ିଓଟା ବହୁତ ଫନି ହେଇଛି। ଆପଣମାନେ ଭିଡ଼ିଓଟା ଫାଷ୍ଟ କ୍ଲାସ୍ ଦେଖନ୍ତୁ, ଦେଖିଲା ପରେ ହିଁ ବୁଝିପାରିବେ, ନ ଦେଖିଲେ ଆପଣମାନେ କିଛି ବୁଝିପାରିବେନି। ଆଉ ଏମିତିକା ଭିଡ଼ିଓ ଯଦି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ତ ଆପଣ ଇନଷ୍ଟାଗ୍ରାମ ଆଇଡିରେ ଯାଇକି ଫଲୋ କରନ୍ତୁ, ମତେ ମେସେଜ କରନ୍ତୁ, ଆମେ ପ୍ରାଙ୍କ ବିଷୟରେ କଥାବାର୍ତ୍ତା ହେବା। ମାନେ କୋ ସାଙ୍ଗସାଥୀ କୋ ଗାର୍ଲଫ୍ରେଣ୍ଡ କି ଯାହା ବି ଯଦି ଆପଣମାନଙ୍କୁ ଯଦି ପ୍ରାଙ୍କ କରିବା ପାଇଁ ଚାହୁଁଛି ତ ମତେ ଇନଷ୍ଟାଗ୍ରାମ ଆଇଡିରେ ମେସେଜ କରନ୍ତୁ। ଇନଷ୍ଟାଗ୍ରାମ ଆଇଡି ତ ଆପଣମାନଙ୍କ ପାଖରେ ଅଛି, ଆଉ ଯାହାର ଇନଷ୍ଟାଗ୍ରାମ ଆଇଡି ନାହିଁ ଡିସପ୍ଲେ ଉପରେ ଇନଷ୍ଟା ଆଇଡି ଆସୁଛି ଯାଇକି ଫଲୋ କରନ୍ତୁ, ମେସେଜ କରନ୍ତୁ, ଆମେ ପ୍ରାଙ୍କ ବିଷୟରେ କଥାବାର୍ତ୍ତା ହେବା। ଭିଡ଼ିଓ ଓନ୍ଲି ଏଣ୍ଟରଟେନମେଣ୍ଟ ପର୍ପସ ପାଇଁ ହେଇଛି, ଟୋଟାଲ ଆପଣମାନେ ଦେହକୁ ନେବେନି। ओके वीडियो देखिए पूर्व फास्ट अपन डिस्क्लेमर चेक करंतु तापर फुल वीडियो देखंतु। ओके बाय। हेलो हेलो आज्ञा किए कहते? मैडम नमस्कार। नमस्कार कहते किए आसल तो मैम कहउछन की? आज्ञा हां हां मु सुभद्रा योजना कहउतली। आज्ञा आज्ञा कहते आपण केतरा किस्ती पाइछन मैम? ମୁଁ ଦିଟା କିସ୍ତିରେ ପାଇଲି। ଯୋଉ ଫାର୍ଷ୍ଟ କିସ୍ତିରେ ଆସିଲା ସେକେଣ୍ଡ କିସ୍ତିଟା ଯୋଉ 9 ତାରିଖରେ ଆସିଥିଲା आज्ञा ସେଇଥିରେ ପାଇଥିଲି। अच्छा आ केमती लागिला खुशी लागुस तो? ହଁ ଖୁସି ଲାଗୁଛି ଯେ ଫୁଲ 50,000 ପଳେଇ ଆସନ୍ତା ଆଉ ଭଲ ହେଇଥାନ୍ତା କାମ କରିଥାନ୍ତି। ନାଇଁ ପଇସା ମିଳିବ, କିଛି ବ୍ୟସ୍ତ ହେବା ଦରକାର ନାହିଁ। ମିଳିପାରୁଛି ଆଉ ଏମିତି 5,000 ହେଲା ଆମେ ଖର୍ଚ୍ଚ କରିଦଉଛୁ, କିଛି ହଉନି। ଫୁଲ 50,000 ଆସିଲା ଆମେ ଗୋଟେ କାମରେ ଲଗେଇଥାଉ। अच्छा 50,000 टका मिलथिले आपण कोन करथांदे? ମୁଁ ब्यूटी पार्लर कोर्स करছি, ଗୋଟେ ब्यूटी पार्लर କରିଥାନ୍ତି। ସବୁ ତ ହେଇନଥାନ୍ତା, କିଛି ମିଶେଇ ହେଇଥାନ୍ତା। ସେଇ ସବୁ ଲଗେଇଥାନ୍ତି। अच्छा आपण ଏବେ जॉब कोन करछंदी? ମୁଁ ଏବେ ଅଙ୍ଗନବାଡିରେ ଅଛି ସହାୟିକା। अच्छा अच्छा नहीं आमे पर सुनिया को पाइलु जे आपण घरे टीवी फ्रिज अछि बोली तो अभी मजा आएगा ना भिड़ो। ଆମର ନାଇଁ ନାହିଁ, ଟିଭି ଫ୍ରିଜ କିଛି ନାହିଁ। आपण कोन चाଳ घर ना छात घर? ନାଇଁ ଛାତ ଘର। छात घर ଚାଳ ଫ୍ରେମ ଅଛି ନା ଏ ଯୁଗରେ। अच्छा ना ए जगह तो प्राय छात घर नहीं। आमे काहा को दउछ जानछन ना? ଆଜ୍ଞା ଶୁଣନ୍ତୁ, ଛାତ ଘରେ ଯେ ମୋ ଶ୍ୱଶୁରଙ୍କର ଘର ସେଠି ଆମେ 3 ଭାଇ ରହୁଛୁ। ଆମ ଶ୍ୱଶୁର ଯାହା କରିଛନ୍ତି ଏଇ ଯେ ଭରତପୁର ଇଏ ଘର ଏଇଟା କେତେ ଇଏ 600 ସ୍କୋୟାର ଫୁଟରେ ଗୋଟେ ଲେଖା ବଖରା ପଡୁଛି ଆମର ଘର। ନାଇଁ ଆପଣ ନିଜ ଘରଟା କୋଉଠି? ଆମର ଜଗତସିଂହପୁର, ସେଠି କିଛି ନାହିଁ, ଆମେ ସବୁ ଏଇଠି ଭୁବନେଶ୍ୱର ରହୁଛୁ। ନା ନା एक्चुअली सुभद्रा योजना का कोन पे दिया होची जानछन ना, जार किछि नथिबो सेमानहु दिया होची। बुझिला ना? କିଛି ନଥିବ माने जार किछि नथिबो माने पूरा पूरी गरीब लोक होइतियो सेमानहु दिया होची। आपण पाखे तो सब किछि अछि, माने टीवी अछि, फ्रिज अछि। हां टीवी फ्रिज ଆମର ନାହିଁ। टीवी फ्रिज ନାହିଁ। କହିଛନ୍ତି ମୋର ସେତିକି ସବୁ 5,000 ଟଙ୍କା ଦବାକୁ କହୁଛି। 5,000 କଣ କରିବି? अच्छा अच्छा ମୋର ଗୋଟେ ଛୁଆକୁ ପାଠ ପଢେଇକି ଖାଇବା ପିଇବାକୁ ଦେଇକି ରହିଲା ବେଳକୁ 5,000 ହେଲେ ଗୋଟେ ଡ୍ରେସ କୁ ବି ହଉନି। ନା ନା ଆପଣଙ୍କର ହଜବେଣ୍ଡ ର ପୁଣି ଅଟୋ ଅଛି ଆମେ ଶୁଣିବା ପାଇଲୁ ଯାହାର ଏବେ ଆମ ହଜବେଣ୍ଡର ଏବେ ମୁଁ ସୁନା ଗହଣା ବନ୍ଧା ପକେଇକି ଆଣିଛି। କିସ୍ତି 9,000 ଟଙ୍କା ଲେଖା ମୁଁ ବାନ୍ଧି ଦଉଛି, ସେ କିସ୍ତି ବି ବାହାରୁନି। ତା ଦେହରେ ଅଟୋର ପଇସା ବି ବାହାର କରିପାରୁନି। अच्छा अच्छा ଆଜ୍ଞା 6th କ୍ଲାସରେ ପାଠ ପଢୁଛି। ତାର ଭାରି ଇଚ୍ଛା ଟିକେ ଇଂଲିଶ ମିଡିୟମରେ ପଢିବ ବୋଲି, ସେତିକି ମୁଁ ପଢେଇ ପାରୁନି। ଟ୍ୟୁସନ ବି ଦେଇପାରୁନି ତାକୁ। ଆମ ଘରେ ଯାହା ଦେଖୁଛୁ। अच्छा माने आपण टिके बहुत कष्ट रे चलचंदी आ
ବହୁତ କଷ୍ଟରେ ଆମେ ଚଳୁଛୁ। ମୋ ହଜବେଣ୍ଡ ଚାକିରି ଛାଡିକି ଘରେ ବସିଥିଲେ, ଦେହ ଭଲ ନଥିଲା, ହଁ। ଅଳ୍ପ ହେଇକି ଆମେ ମୁଁ ଫାର୍ମ ହସ୍ପିଟାଲରେ ଦେଖେଇ ବହୁତ ଟଙ୍କା ଖର୍ଚ୍ଚ କରିଲି। ତାପରେ ଏବେ ସବୁତକ ସୁନା ଗହଣା ବନ୍ଧା ପକେଇଛି, ବନ୍ଧା ପକେଇକି ଅଟୋ 70,000 ଟଙ୍କା ଦେଇକି ଆଣିଥିଲୁ ଅଟୋ, ତାକୁ କିସ୍ତି ଆମକୁ 9,000 ଟଙ୍କା ଲେଖା ବାନ୍ଧିବାକୁ ପଡୁଛି। ଆଚ୍ଛା ଆଚ୍ଛା, ନାଇଁ ମ୍ୟାଡାମ କଥା କଣ କି ଆପଣଙ୍କ ସୁଭଦ୍ରା ଯୋଜନା କଟି ଯାଇପାରେ, ଯେହେତୁ କାହିଁ କହିଲେ ଆପଣଙ୍କର ଟିଭି ଫ୍ରିଜ ଅଛି ଆଉ ସ୍ୱାମୀଙ୍କର ଅଟୋ ବି ଅଛି ନା, ଆପଣଙ୍କର ଏକ୍ଟିଭା ବି ଗୋଟେ ଅଛି ଶୁଣିବାକୁ ପାଇଲୁ ଆମେ ଯା ଆଜ୍ଞା। ଆପଣ ସତତା କୁହନ୍ତୁ, କିଛି ଲୁଚାନ୍ତୁନି, ସତତା କୁହନ୍ତୁ। ଆକ୍ଟିଭା ଅଛି ମାନେ ଏବେ ଆକ୍ଟିଭାଟା ସେକେଣ୍ଡ ହ୍ୟାଣ୍ଡ ଜଣଙ୍କର ମୋ ସାନଟା ମୁଁ ତାକୁ ଚଳୁଛି। ନାଇଁ ହୁଏତ ଆପଣଙ୍କୁ ଫାଇନ ବି ଲାଗି ଯାଇପାରେ, ପାଇବା ଚକରେ 5 ଲକ୍ଷ ବି ଫାଇନ ଦେଇପାରିବେ। ସେମିତି ନାହିଁ, ଯଦି ଆମକୁ ସରକାର ଦବାରେ ଦେବେ ନହେଲେ ନାହିଁ। ଏମିତି କଣ ଆମେ ଯୋଉ କଣ ସୁଭଦ୍ରା ଯୋଜନା ଆସିଥିଲେ ଆମେ ସେଇଥିରେ ଚଳିଥାନ୍ତୁ ନା ଚଳିନଥାନ୍ତୁ, ସେମିତି କିଛି ନାହିଁ। ଯଦି ଆମେ ନୁହଁ ବହୁତ ସାରା ତ ଏମିତି ହେଲେ ବରଦପୁର ସାରା ସମସ୍ତଙ୍କର କଟିବ। ମୋର ତ ଏତିକି ଅଛି, ଆଉ ବହୁତ ଲୋକଙ୍କର ତ ବହୁତ ଜିନିଷ ଅଛି। ନାଇଁ ଶୁଣ, କାହାର କଣ ଅଛି ସେଇଟା ଆମେ ଜାଣୁ, କିନ୍ତୁ ଆମେ ଯାହା ପାଇଲୁ ଆପଣଙ୍କ ବି ଧନ ସମ୍ପତ୍ତି ଅଛି। ଆଉ ଦେଖନ୍ତୁ ହୁଏତ ଆପଣଙ୍କୁ ଫାଇନ ବି ଲାଗି ଯାଇପାରେ। ଆପଣ କିଏ କହିଲେ? ଆରେ ମୁଁ ଜାଣିଲି କେମିତି, ମୁଁ କଣ ଆପଣଙ୍କ ଘରେ କ୍ୟାମେରା ଲଗେଇଛି କି କହୁନାହାନ୍ତି? अरे बाप रे, ये तो धोती खोल रहा है। ନାଇଁ ଜାଣିନା। ଆଉ ତ ଯୋଉ ଯିଏ କହିଲେ ମୋର ବହୁତ ଧନ ସମ୍ପତ୍ତି ଅଛି ବୋଲି ଆପଣ କେତେବେଳେ ଆସନ୍ତୁ, ଯିଏ କରିବେ ଦେଖିବେ। ମୋର ନାଇଁ ଶୁଣନ୍ତୁ ମ୍ୟାଡାମ, ଶୁଣନ୍ତୁ ମ୍ୟାଡାମ, ଫ୍ୟାମିଲି ଅଛୁ। ମୋ ଶ୍ୱଶୁରଙ୍କର କରିଛନ୍ତି ଘରଟା, ଶ୍ୱଶୁର କରିଛନ୍ତି, ମୁଁ ଏଇ ଅଙ୍ଗନବାଡି ଚାକିରି କରିଛି ସେତିକି। ଶୁଣନ୍ତୁ ମ୍ୟାଡାମ, ଯଦି ଆପଣ ଯଦି ସୁଭଦ୍ରା ଯୋଜନା ଯଦି ପାଇବା ପାଇଁ ଚାହୁଁଛନ୍ତି ତ ଆପଣ ସ୍ୱାମୀଙ୍କୁ ଡିଭୋର୍ସ ଦେବାକୁ ପଡିବ, ସ୍ୱାମୀଙ୍କୁ ଡିଭୋର୍ସ ଦେବାକୁ ପଡିବ। ସ୍ୱାମୀଙ୍କୁ ଡିଭୋର୍ସ ଦେବାକୁ ପଡିବ। ଡିଭୋର୍ସ ଦେବୁ? ସୁଭଦ୍ରା ଯୋଜନା ଦରକାର ନାହିଁ। ଆପଣ ଯଦି ନେଇଯିବେ 5,000 ଟଙ୍କା ନେଇଯାଆନ୍ତୁ, ଆଉ 5,000 ନେଇକି ମୁଁ ସେ ମୋ ଅଙ୍ଗନବାଡି ଦରମା 5,000, ଆମ ସ୍ୱାମୀଙ୍କର ଅଳ୍ପ କିସ୍ତି ଆଉ 2 ବର୍ଷ ଲାଗିବ, ସୁଝିଗଲେ ଆମେ ଆରାମସେ ଅଳ୍ପ ବହୁତ 5,000 ନେଇଛି, ଆପଣ 2ଟା କିସ୍ତି ନେଇଛନ୍ତି ନା 10,000 ଟଙ୍କା? 2ଟା କିସ୍ତି ନାହିଁ, ମୁଁ ଗୋଟିଏ କିସ୍ତି ଆସିଛି। ଗୋଟେ କିସ୍ତି ହେଇଛି? ଗୋଟିଏ କିସ୍ତି ଆସିଛି। ୟାର ତ 2ଟା ଶୋ କରୁଛି। ଆପଣ କୋଉଠି କହୁଛନ୍ତି? ମୁଁ ଓଡିଶାରୁ କହୁଛି, ଯଦି ମୁଁ ଆପଣଙ୍କ ସହିତ ଓଡିଆ କଥାବାର୍ତ୍ତା ହଉଛି ତ ମୁଁ ଓଡିଶାରୁ ହିଁ କହୁଥିବି ନା। ଓଡିଶାରୁ କୋଉ ଅଫିସରୁ କହୁଛନ୍ତି? ଆପଣ କୋଉ ଅଫିସରୁ କହୁଛନ୍ତି? ମୁଁ କୋଉ ଅଫିସରୁ କହୁଛି ପରେ ତ ଆପଣଙ୍କୁ ଜଣା ପଡିବ, ଯେତେବେଳେ ଆପଣ ଘରକୁ ଯିବେ ଅଫିସର ମାନେ, ସେତେବେଳେ ଜଣା ପଡିବ ମୁଁ କୋଉଠୁ କହୁଛି। ଯେ ଆପଣ ମିଛ କଥା କାହିଁ କହୁଛନ୍ତି? ମିଛ କଥା ନୁହଁ, ଆମେ ପଚାରିକି ବୁଝିକି ଅଙ୍ଗନବାଡି ହେଲ୍ପର କି ୱାର୍କର ପକେଇ ପାରିବେ, କଣ କରିବେ ଆମେ ପଚାରିକି ବୁଝିକି ପକେଇଛୁ। ସେମିତି ପକେଇନା, ଆମେ ସୁପରଭାଇଜରଙ୍କୁ ପଚାରିଛୁ, ପଚାରିକି ଆମେ ପକେଇଛୁ। ଶୁଣନ୍ତୁ ମ୍ୟାଡାମ, ପକେଇ ପାରିବେ ବୋଲିକି। ଶୁଣନ୍ତୁ ମ୍ୟାଡାମ, ଆଜ୍ଞା ଆପଣ ଫ୍ରଡ୍ ରେ ପଇସା ନେଇଛନ୍ତି ଗଭର୍ଣ୍ଣମେଣ୍ଟରୁ, ମାନେ ଆପଣ ବହୁତ କିଛି ଠକୁଛନ୍ତି। କଣ ଆମକୁ ତ ଆସିଲା ପକେଇ ହବ ବୋଲିକି ଆମେ ପକେଇଲୁ। ଯଦି ମୋର ଅଙ୍ଗନବାଡିରେ ଯୋଉମାନେ ଜବ୍ କରିଛନ୍ତି ପକେଇ ପାରିବେନି ବୋଲି ମୁଁ ପକେଇ ନଥାନ୍ତି। ନା ଯେହେତୁ ଆପଣଙ୍କ ଚାକିରି ଅଛି, ଆପଣ କାହିଁକି ପକେଇଲେ ନା? ଆମ ତ ଅଙ୍ଗନବାଡି ସମସ୍ତେ ପକେଇଛନ୍ତି, ଆମ ୱାର୍କର ବି ପକେଇଛନ୍ତି, ସେ ବି ତ ପାଇଛନ୍ତି। ହେଲେ ଗୋଟେ କାମ କରୁନ୍ତୁ, ଆପଣ ଟେମ୍ପୁ ବିକନ୍ତୁ, ନହେଲେ ଆପଣଙ୍କ ସ୍ୱାମୀକି ଡିଭୋର୍ସ ଦିଅନ୍ତୁ, ତାପରେ କଣ ଆଲୋଚନା କରିବା, କଣ କରିବା କୁହନ୍ତୁ? ସେମିତି ତ ମୁଁ ଆଉ ଜାଣିନି। ଆପଣ ଆମ ଘରକୁ ଆସିବେ କି ଆପଣ ଅଫିସ ବି ଡାକିବେ କି କଣ ହବ କହିଲେ ମୁଁ ଯାଇକି କହିବି। ଆରେ ନାହିଁ ଶୁଣନ୍ତୁ, ଆମେ ଯଦି ଆପଣଙ୍କ ଘରୁ ଯିବୁ ପିସିଆର ପୋଲିସ ଯିବ, ବେକାର ଲୋକ ଲଜ୍ଜା ହେବେ। ତା ପୂର୍ବରୁ ଆପଣ ସ୍ୱାମୀକୁ ଡିଭୋର୍ସ ଦେଇ ଦିଅନ୍ତୁ। ସବୁଠୁ କ୍ଲିୟର ହବ। ନହେଲେ 50,000 ଟଙ୍କା ଫାଇନ ପଡିବ। ଯୋଉ 50,000 ଟଙ୍କା ଯୋଉ ଆଶା କରୁଛନ୍ତି, ସେ 50,000 ଟଙ୍କା ଫାଇନ ପଡିବ ଆପଣଙ୍କୁ। ହ୍ୟାଲୋ। ଆଜ୍ଞା। ହଁ ମ୍ୟାମ୍, କଣ କିଛି ଆନ୍ସର ଦଉନାହାନ୍ତି? बस हवा निकल गई। ମୋ ହଜବେଣ୍ଡ କେମିତି ମୁଁ ଡିଭୋର୍ସ ଦେବି? ଏକି କଥା କହୁଛନ୍ତି। ତ ଆପଣ ଫ୍ରଡ୍ ରେ ଗଭର୍ଣ୍ଣମେଣ୍ଟ ସହିତ ଖେଳୁଛନ୍ତି ନା? ମୁଁ ଏକା ନାହିଁ, ପଚାରିକି ବୁଝିକି ମୁଁ ପକେଇଛି। ମୁଁ ତ ସମସ୍ତେ ପକେଇଛନ୍ତି, ଯୋଉମାନଙ୍କର ଟ୍ୟାକ୍ସ ଫ୍ୟାକ୍ସ ଆସିଛି ସେମାନେ ପକେଇଛନ୍ତି, ସେମାନଙ୍କୁ ବି ଆସିଛି। ଶୁଣନ୍ତୁ, ସେମାନଙ୍କ ପରେ ଇନକ୍ୱାରି ହବ, ଫାଷ୍ଟ ଆପଣଙ୍କ ଫାଇଲ ଟା ପାଇଲି, କଣ କରିବା କୁହନ୍ତୁ? ये भगवान क्या जुल्म ମୁଁ है। ଭୁଲଟା ପକେଇକି ଭୁଲ ହେଇଛି, ଆଇନ ଅନୁସାରେ ଯାହା ହେଇଥିବ ମତେ ଯାହା କହିବେ ସେଇଆ ମାନିବି। ଆରେ କଣ, ହୁଏତ 50,000 ଟଙ୍କା ଫାଇନ ପଡିବ, ନଚେତ ଆପଣଙ୍କ ସ୍ୱାମୀ ତ ଡିଭୋର୍ସ ଦେବାକୁ ପଡିବ। 2ଟା ଭିତରୁ କୁଆଡେ ଆପଣ ନିଜେ ଫାଇନାଲ କରିବେ। ଆଉ बड़ा हरामी हो बेटा। କଣ କରିବେ କୁହନ୍ତୁ, ଆପଣ ନିଜେ କୁହନ୍ତୁ।
No, 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 no. ଏମିତି କଥା ହବ ବୋଲି ତ ଆମେ ଜାଣିନଥିଲୁ। ସ୍ୱାମୀକି ଡିଭୋର୍ସ ଦେଲେ ଯାଇକି ସୁଭଦ୍ରା ଯୋଜନା ମିଳିବ ସେଟା ଜାଣିଥିଲେ ଆମେ ଯାଇ ପକେଇ ନଥାନ୍ତୁ। 50,000 ଟଙ୍କା ଜୋରିମାନା ମିଳିବ ବୋଲି ଆମେ ଜାଣିଥିଲେ ଦିଆ ହବ ବୋଲିକି ପକେଇଥିଲେ ଆମେ ପକେଇ ନଥାନ୍ତୁ। ଜୋରିମାନା ଯଦି ଦବ କଣ ତାର ଇଏ ପକେଇବ ଯଦି ଜୋରିମାନା କହୁଛନ୍ତି 50,000 ଡାଇରେକ୍ଟ ଇଏ ଦବ ନା ଯୋଜନା କଣ ଆମେ କଣ ମରିବି ନା କଣ 50,000 ଆଣିକି ଆମେ ତ ଖାଇ ପିଇ ପାରୁନୁ ଯେତେ ଦରମା ମିଳୁଛି ତମେ ଟିକେ ପଢଉନାହାନ୍ତି ଆମର ଦରମା। ନାଇଁ ମ୍ୟାଡାମ ଯେହେତୁ ଆପଣ ଫ୍ରଡ୍ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଫ୍ରଡ୍ ଦେଖନ୍ତୁ ସାର୍ ଫ୍ରଡ୍ ଆମେ କରିନୁ ଯେହେତୁ ଆସିଥିଲା ଅଙ୍ଗନବାଡି ଆସ ସମସ୍ତେ ପକେଇ ପାରିବେ ସେଇଠୁ ଆମେ 2 ଲକ୍ଷ ଟଙ୍କାରୁ କମ ଯୋଉମାନଙ୍କର ଇନକମ୍ ସିଏ ପକେଇ ପାରିବେ ସେଇ ଅନୁସାରେ ଆମେ ପକେଇଥିଲୁ। ନା ଯେହେତୁ ଆମେ ତ ସୁଭଦ୍ରା ଯୋଜନାରେ ତ ଯୋଉ ଯାହାର କିଛି ନଥିବ ମାନେ ଖାଇବାକୁ ପାଉନଥିବେ ପିଇବାକୁ ପାଉନଥିବେ ରୋଡ ସାଇଡ ଶୁଥିବେ ଜଣା ନାହିଁ ଖାଇବାକୁ ପାଉନଥିବେ ପିଇବାକୁ ପାଉନଥିବେ ସେ ବଞ୍ଚିଲେ କେମିତି ଦୁନିଆରେ ସେ ଖାଇବାକୁ ପାଇବନି ପିଇବାକୁ ପାଇବନି ସେ ବଞ୍ଚିଲେ କେମିତି ଯାହା ବି ହେଲେ ଗୋଟେ ଦିନ ମଜୁରିଆ ଯିଏ ଯାଉଛି 400 ଟଙ୍କା ପାଉଛି 400 ଟଙ୍କା ପାଇଲେ ମାସକୁ 12,000 ପାଇଲାଣି ମୋର ବି ସେତିକି ଇନକମ୍ ନୁହେଁ ମୋର ହଉଛି 7,000 ରୋଜଗାର ଦିନକୁ ମୋର 150 ଟଙ୍କା ବି କି 170 ଟଙ୍କା ପଡୁଥିବ ଦିନକୁ ମୋର ରୋଜଗାର ନାହିଁ ମ୍ୟାଡାମ ଆପଣଙ୍କ ଟୋଟାଲ ଇନକମ ଯାହା ଦେଖୁଛୁ ଯେ ମାସକୁ 30 ରୁ 35,000 ଉପରେ ଇନକମ ଟୋଟାଲ କେମିତି ହେଲା ମୁଁ ଆଉ କୋଉଠି କଣ କରୁଛି ନା ଆପଣ ଅଣ୍ଡା ଛତୁଆ ବିକି ଦଉଛନ୍ତି ନା କଣ ସେଠୁ मार साले का खोपड़ी तोड़ साले କଣ କହିଲେ ଅଙ୍ଗନବାଡିରୁ ଆପଣଙ୍କୁ ସାଲାରୀ କେତେ ଆସୁଛି 5,000 5,000 କଣ ଦିନକୁ ନା ମାସକୁ 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 ଆପଣ ଯୋଉ ବ୍ଲାକ୍ ଯୋଉ ଅଣ୍ଡା ଛତୁଆ କଣ ବିକୁଛନ୍ତି ତାର ପଇସା କିଛି ଆସୁନି कैसे कैसे लोग रहते हैं यार यहाँ पर अरे ମୁଁ ୱାର୍କର ନାହିଁ ମୁଁ ହେଲ୍ପର ଅଛି ହେଲ୍ପର ହଁ ହେଲ୍ପର ଅଛି ମୋର ଯେ ଆକାଉଣ୍ଟକୁ ପଇସା ଆସୁଛି ମାସକୁ ସାଲେରୀ ଯେତିକି ସେତିକି ହେଲେ ମ୍ୟାଡାମ ଗୋଟେ କାମ କରନ୍ତୁ ଆପଣଙ୍କ ଟିମ୍ ପଠଉଛି ଆପଣଙ୍କର ପୁରା ଫଇସଲା ହବ ଆପଣଙ୍କ ଘର ଯେତିକି ଅଛି ସାମାନ ସିଜ୍ ହବ ନଚେତ ତ ଆପଣ ହଜବେଣ୍ଡକୁ ଡିଭୋର୍ସ ଦେବେ ଏ ଦୁଇଟା ଭିତରେ ପୁରା ଫାଇନାଲ କରିବେ ଆପଣ ଓକେ ଆମ ପାଖରେ ଟାଇମ ନାହିଁ ଏତେ ଆପଣଙ୍କୁ ବୁଝେଇ ପାରିବୁନି କଣ କରିବା କୁହନ୍ତୁ ମୁଁ ଜାଣିନି ଆଉ ଆପଣ ଯୋଉ କଣ କରାଯିବ ମୁଁ ବି ଜାଣିନି ହଜବେଣ୍ଡଙ୍କ ସହିତ କଥା ହେଇକି ମୁଁ ଆପଣଙ୍କୁ କହିବି ନାଇଁ ନାଇଁ ଆପଣ ମୋ ପାଖରେ ଟାଇମ ନାହିଁ ଆପଣ ଏବେ ଫାଇନାଲ କରନ୍ତୁ ଆମେ ଲାଇନରେ ଅଛୁ बड़े खतरनाक लोग हैं ହ୍ୟାଲୋ ଆଜ୍ଞା ଆପଣଙ୍କ ହଜବେଣ୍ଡକୁ କଣ ଡିଭୋର୍ସ ଦେବେ ନା ଆମେ ଟିମ୍ ପଠେଇବୁ ଆପଣଙ୍କ ଘରୁ ପୁରା ସିଜ୍ କରିବୁ no, no, ଠିକ କଥା ମୁଁ କାହିଁକି ଦିବସ ମୁଁ ସନ୍ଧ୍ୟା ଦେବି ସାର୍ ମୁଁ ସନ୍ଧ୍ୟା ଦେଇ ସାରିଲା ପରେ କଥା ହେବି ନାହିଁ ମ୍ୟାଡାମ ଆପଣ ଯେହେତୁ ଫ୍ରଡ୍ କରୁଛନ୍ତି ତ ଆପଣଙ୍କୁ ଫାଇନ୍ ତ ପଡିବ ନା ମୁଁ ଫୋନ କରିଛି ବୋଲି ମୋ ହଜବେଣ୍ଡକୁ ଦିବସ ଦେଇଦେବି ତ ଆପଣ ଫ୍ରଡ୍ କାମ କରୁଛନ୍ତି ନା no, no, no. ମୁଁ ଫୋନ କଲେ ମୁଁ କହୁନାହାନ୍ତି କଣ ଫୋନ କଲି ହଁ ଆପଣ ଏଇ ମିଛ ସତ କଥା କହି ଆପଣ ଯଦି ଗଭର୍ଣ୍ଣମେଣ୍ଟ ସହିତ ଫ୍ରଡ୍ କରୁଛନ୍ତି ଆପଣ କିଛିଟା ତ ମାନିବାକୁ ପଡିବ ନା ଗାଇଡଲାଇନ୍ସ ହ୍ୟାଲୋ ହ୍ୟାଲୋ ଆଜ୍ଞା କଣ ମ୍ୟାଡାମ କିଛି କହୁନାହାନ୍ତି ହ୍ୟାଲୋ ଆପଣ କଣ ଗୁଣଗୁଣେଇ କଣ କଥା ହଉଛନ୍ତି ମୁଁ ତ ସନ୍ଧ୍ୟା ଟାଇମ ହେଇଗଲାଣି ସାର୍ ମୁଁ ସନ୍ଧ୍ୟା ଦେଇକି ଆସେ ଆପଣଙ୍କ ସହିତ କଥା ହେବି ଶୁଣନ୍ତୁ ଆଉ କଥା ହେବା ପାଇଁ ଟାଇମ ନାହିଁ ଶୁଣନ୍ତୁ No, no. ଆଜ୍ଞା ଆମେ ଆପଣଙ୍କୁ ଏଣ୍ଟରଟେନମେଣ୍ଟ ଭିଡିଓ ବନଉଛୁ ପ୍ରାଙ୍କ ଭିଡିଓ ବନଉଛୁ ସେମିତି କିଛି ନାହିଁ ଟେନସନ ନିଅନ୍ତୁନି ହେଲା କଣ ମ୍ୟାଡାମ ସତରେ ଡରିଗଲା ନା କଣ ଆପଣ ଆରେ ନାଇଁ 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 ଆକ୍ଚୁଆଲି ଆମେ ତମ ଗୋଟେ ପ୍ରାଙ୍କ କଲ୍ କରିଥିଲୁ ଶୁଣନ୍ତୁ ଶୁଣନ୍ତୁ A few moments later. କିଏ କହିଥିଲେ ପ୍ରାଙ୍କ କରିଥିଲେ ଆପଣ ଟିକେ ଶକ୍ ହେଇଗଲେ ନା କଣ ହଉ ମ୍ୟାଡାମ କିଛି ଟେନସନ ନିଅନ୍ତୁନି ଆପଣ ମୋ ହଜବେଣ୍ଡକୁ ଡିଭୋର୍ସ ଦେଇଦେବି ହଉ ମ୍ୟାଡାମ କିଛି ଟେନସନ ନିଅନ୍ତୁନି ଓନ୍ଲି ଏଣ୍ଟରଟେନମେଣ୍ଟ ଭିଡିଓ ବନଉଥିଲି ଖାଲି ହାଇ କରିଦିଅ କ୍ୟାମେରା ଲାଗିଛି ଆମର ଏଇଠି ମୁଁ କଣ ଦେଖାଯାଉଛି କି ଆଉ ଯେତେବେଳେ ଭିଡିଓ ଅପଲୋଡ ହବ ସେତେବେଳେ ତ ଶୁଭିବ ନା ହଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମୋ ସନ୍ଧ୍ୟାବେଳେ ଡେରି ହେଇଗଲା ମୁଁ ସନ୍ଧ୍ୟା ଦେବି ଠାକୁର ଆସିବେ ଓକେ 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 ରଖୁଛି ତାହେଲେ ଆଜ୍ଞା ଓକେ ଥ୍ୟାଙ୍କ ୟୁ ମ୍ୟାମ୍ ହ୍ୟାଲୋ फ्रेंड्स वीडियोटा केमती लागला हमने कमेंट कर जणातु लाइक करंतु शेयर करंतु जमाने प्रथम वीडियो देखछन सब्सक्राइब कर दियंतु आ देखिले त माने मिछ कथा कहि ताको किन डरे देली अंडा भूंदले आ जार जोडा एमिति प्रैंक कॉल करिया पे चाहउछन आपण माने त आपण संग साथी जे भी प्रैंक कॉल करिया पे चाहउछन दरमा बढ़िया कथा
ହଉ ପାଟି କନ ଟିକେ ଆପଣ ମାନେ ଯଦି ଏମିତିକା ପ୍ରାଙ୍କ କଲ୍ କରିବା ପାଇଁ ଯଦି ଚାହୁଁଛନ୍ତି ଆପଣଙ୍କ ସାଙ୍ଗସାଥି କି ଗାର୍ଲଫ୍ରେଣ୍ଡ କି ଯିଏ ବି ତ ମୋର କଣ୍ଟାକ୍ଟ କରନ୍ତୁ ମୋର ଇନଷ୍ଟାଗ୍ରାମ ଆଇଡି ତ ଆପଣ ମାନେ ପାଖରେ ଅଛି ଆଉ ଯାହାର ଇନଷ୍ଟାଗ୍ରାମ ଆଇଡି ନାହିଁ ଡିସପ୍ଲେ ଉପରେ ଇନଷ୍ଟା ଆଇଡି ଆସୁଛି ଯାଇକି ଫଲୋ କରନ୍ତୁ ମେସେଜ କରନ୍ତୁ ଆମେ ପ୍ରାଙ୍କ ବିଷୟରେ କଥାବାର୍ତ୍ତା ହେବା ଓକେ ଭିଡ଼ିଓଟା କେମିତି ଲାଗିଲା ମତେ କମେଣ୍ଟ କରି ଜଣାନ୍ତୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଯଦି ଭିଡ଼ିଓଟା ଭଲ ଲାଗିଲା ସାଙ୍ଗମାନଙ୍କୁ ସେୟାର କରନ୍ତୁ ଓକେ ବାଏ